ପ୍ରଥମ ଅଧ୍ୟାୟ ସମ୍ବଳ। ପ୍ରଥମ ଅଧ୍ୟାୟର ପ୍ରଥମ ପାଠ ସମ୍ବଳ ଓ ତାର ବିକାଶ। ଆଜି ରହିଲା ପ୍ରଶ୍ନ ଉତ୍ତର। ପାଠ୍ୟ ପ୍ରଶ୍ନ ଉତ୍ତର ହେଲା ନମ୍ବର 1, କେଉଁଟି ଅପୂରଣୀୟ ସମ୍ବଳ? ପବନ, ଶିକ୍ଷାନୁଷ୍ଠାନ, ପିଲା, ଜଳ। ଠିକ ଉତ୍ତର ହେଲା ଜଳ ବା ଅପୂରଣ କହିছে କୋଇଲା। କେମିତି ଆମେ କୋଇଲା ଥରେ ବ୍ୟବହାର କଲେ ଆଉ ଥରେ ଉତ୍ପନ୍ନ ଆମେ କରିପାରୁ ନାହିଁ, ହେଲା ଅପୂରଣୀୟ ସମ୍ବଳ। ଖ, କେଉଁଟି ଗୋଷ୍ଠୀଗତ ସମ୍ବଳ? ଗୃହ ହେଲା ବ୍ୟକ୍ତିଗତ, ଚାଷ ଜମି ବ୍ୟକ୍ତିଗତ, ରୋପଣ କୃଷି ଭୂମି ବି ବ୍ୟକ୍ତିଗତ, ଶ୍ମଶାନ ହେଲା ଗୋଷ୍ଠୀଗତ, ଯାହାକି ଆମେ ସମସ୍ତେ ବ୍ୟବହାର କରିପାରିବୁ। ନମ୍ବର 2, ନବୀକରଣ ଯୋଗ୍ୟ ସମ୍ବଳ ଓ ନବୀକରଣ ଅଯୋଗ୍ୟ ସମ୍ବଳ ପାର୍ଥକ୍ୟ ଦର୍ଶାଅ କୁହାଯାଇଛି। ଯୋଗ୍ୟ ଓ ଅଯୋଗ୍ୟ। ଯେଉଁ ସମ୍ବଳ ମନୁଷ୍ୟ ଦ୍ୱାରା ବାରମ୍ବାର ବ୍ୟବହାର ସତ୍ତ୍ୱେ ସମ୍ପୂର୍ଣ୍ଣ କ୍ଷୟ ହୁଏ ନାହିଁ ଓ ବିଭିନ୍ନ ଉପାୟ ଦ୍ୱାରା ସେଗୁଡ଼ିକୁ ପୁନଃ ଭରଣ କରାଯାଇ ପାରିଥାଏ, ସେଗୁଡ଼ିକୁ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ। ଯେପରି ହେଲା ଜଙ୍ଗଲଜାତ ପଦାର୍ଥ, ପ୍ରାଣୀଜାତ ପଦାର୍ଥ, କୃଷିଜାତ ପଦାର୍ଥ। ନବୀକରଣ ଅଯୋଗ୍ୟ ସମ୍ବଳ ମନୁଷ୍ୟର ଅନବରତ ବା ବାରମ୍ବାର ବ୍ୟବହାର ଦ୍ୱାରା ବା ଅନ୍ୟ କାରଣ ବା ସମ୍ବଳ ହ୍ରାସ ପାଇଲେ ବା ନଷ୍ଟ ହୋଇଗଲେ ଆମେ ସେଗୁଡ଼ିକର ପୁନଃଭରଣ ସମ୍ଭବ ହୋଇନଥାଏ, ସେଗୁଡ଼ିକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ। ଯେପରି ହେଲା କୋଇଲା, ପେଟ୍ରୋଲିୟମ ଇତ୍ୟାଦି। ଅବିରାମ ସମ୍ବଳ ଓ ଅପୂରଣୀୟ ସମ୍ବଳ। ଅବିରାମ ଅର୍ଥ ହେଲା ପୂରଣୀୟ ବି। ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ୱାରା ପରିମାଣରେ କୌଣସି ହ୍ରାସ ପରିଲକ୍ଷିତ ହୋଇନଥାଏ ତାକୁ ଅବିରାମ ବା ପୂରଣୀୟ ସମ୍ବଳ କୁହାଯାଏ। ପୂରଣୀୟ ଅର୍ଥ ହେଲା ପୁରା ଭରପୁର ମାତ୍ରାରେ ରହିଛି। ଉଦାହରଣ ଭୂ ତାପଜ ଶକ୍ତି, ସୌର ଶକ୍ତି, ଜୁଆର ଶକ୍ତି, ପବନ ଶକ୍ତି ଇତ୍ୟାଦି ଏହି ସମ୍ବଳର ଅନ୍ତର୍ଗତ। ଅପୂରଣୀୟ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ୱାରା ଯେଉଁ ସମ୍ବଳ ଶେଷ ହୋଇଯାଏ ଏବଂ ପୁନଃ ସୃଷ୍ଟି କରାଯାଇପାରେ ନାହିଁ ତାକୁ ଅପୂରଣୀୟ ସମ୍ବଳ ମଧ୍ୟ କୁହାଯାଏ। ଯେପରି ହେଲା ଖଣିଜ ତୈଳ, କୋଇଲା ଇତ୍ୟାଦି। ନିମ୍ନଲିଖିତ ଦୁଇଟିକୁ ଗୋଟିଏ ଲେଖାଏଁ ବାକ୍ୟରେ ପ୍ରକାଶ କର। ସମ୍ବଳର ଭଣ୍ଡାର, ଜାତୀୟ ସମ୍ବଳ। ସମ୍ବଳ ଭଣ୍ଡାର ମନୁଷ୍ୟର ଆବଶ୍ୟକତା ପୂରଣ କରିବା ଭଳି ପଦାର୍ଥ ମାତ୍ର ଆଜିର ଜ୍ଞାନ କୌଶଳ ଅନୁସାରେ ବ୍ୟବହାର ହୋଇପାରୁନାହିଁ। ଏଭଳି ପଦାର୍ଥ ସମ୍ବଳ ଭଣ୍ଡାର ଅନ୍ତର୍ଗତ ଯେପରି ଗଚ୍ଛିତ ହୋଇ ରହିଛି। ଜାତୀୟ ସମ୍ବଳ ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳ, ସାଂସ୍କୃତିକ ସମ୍ବଳ, ମାନବ ସମ୍ବଳ ଇତ୍ୟାଦିକୁ ଜାତୀୟ ସମ୍ବଳ କୁହାଯାଏ। ନିମ୍ନଲିଖିତ ପ୍ରଶ୍ନଗୁଡ଼ିକୁ ଉତ୍ତର ଦିଅ। କୌଣସି ପଦାର୍ଥ ସମ୍ବଳରେ କିପରି ପରିଣତ ହୁଏ? ପ୍ରାକୃତିକ ପରିବେଶ ମଧ୍ୟରେ ଅବ୍ୟବହୃତ କିମ୍ବା ଅଜ୍ଞାତ ପଦାର୍ଥ ଗୁଡ଼ିକ ରହିଥାଏ, ସେଗୁଡ଼ିକ ସମ୍ବଳ ରୂପେ ବିବେଚିତ ହୋଇ ନଥାଏ, ମାତ୍ର ମନୁଷ୍ୟ ତାର ସନ୍ଧାନ କରି ବିଭିନ୍ନ କାର୍ଯ୍ୟରେ ବିନିଯୋଗ କଲେ ତାହା ସମ୍ବଳ ରୂପେ ପରିଣତ ହୋଇଥାଏ। ସମ୍ବଳର ବିଶେଷତ୍ୱ କ'ଣ? ସମ୍ବଳ ମନୁଷ୍ୟର ବ୍ୟବହାର ଉପଯୋଗୀ ହେଲେ ଏହାର ଉପଯୋଗିତା ସୃଷ୍ଟି ହୁଏ। ଏହା ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ମନୁଷ୍ୟର ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇଥାଏ। ତେଣୁ ସମ୍ବଳର ଦୁଇ ଗୋଟି ବିଶେଷତ୍ୱ ରହିଛି, ଉପଯୋଗିତା ଏବଂ କାର୍ଯ୍ୟଦକ୍ଷତା। ସମ୍ବଳ ସଂରକ୍ଷଣ କହିଲେ କ'ଣ ବୁଝାଏ? ସମ୍ବଳ ସଯତ୍ନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କରାଯାଏ। ଧାରଣୀୟ ବିକାଶ କହିଲେ କ'ଣ ବୁଝ? ସମ୍ବଳ ବିନିଯୋଗର ଆବଶ୍ୟକତା ତଥା
ଆଗାମୀ ବଂଶଧରଙ୍କ ପାଇଁ ସେଗୁଡ଼ିକର ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଧାରଣୀୟ ବିକାଶ ବୋଲି ବୁଝାଏ। କିଛି ପରୀକ୍ଷା ଉପଯୋଗିତା ରହିଛି, ଯେପରି ହେଲା ସମ୍ବଳର ପ୍ରାକୃତିକ ଅନୁସାରେ ବିଭାଗୀକରଣ କରି ପ୍ରତ୍ୟେକକୁ ଉଦାହରଣ ମାଧ୍ୟମରେ ଆଲୋଚନା କର। ଏସବୁ ରହିଲା। ତାପରେ ହେଲା କିଛି ମାଲିକାନା ଅନୁସାରେ ସମ୍ବଳକୁ ବିଭିନ୍ନ ଭାଗରେ ବିଭକ୍ତ କର। ବ୍ୟକ୍ତିଗତ, ଗୋଷ୍ଠୀଗତ ସମ୍ବଳ, ଜାତୀୟ ଓ ଆନ୍ତର୍ଜାତୀୟ ସମ୍ବଳ ତାର କିଛି ଲେଖା ହେଇଛି। ଆଗେ ରହିଲା ମନୁଷ୍ୟ ଜୀବନରେ ସମ୍ବଳ ପ୍ରଭାବ ସମ୍ବଳ ଏକ ବିବରଣୀ ଦିଅ। ଯେ ସମ୍ବଳ ଅଛି ମନୁଷ୍ୟର କି ଉପକାର୍ଯ୍ୟରେ ଲାଗିଛି ତାହା ବର୍ଣ୍ଣନା କରିଛି। ଏକ ମାର୍କ ଅଛି ମନୁଷ୍ୟକୁ ସମ୍ବଳ ସଂସ୍ଥା କୁହାଯାଏ। ସମ୍ବଳର ବ୍ୟବହାର କ୍ଷେତ୍ରରେ ମନୁଷ୍ୟର ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ। ମନୁଷ୍ୟ ସମ୍ବଳ ଉଭୟ ଉପଭୋକ୍ତା ଓ କ୍ଷୟକାରୀ ଶକ୍ତି ଭାବରେ ବିବେଚିତ, କାରଣ ଉତ୍ପାଦନ, ବଣ୍ଟନ, ବ୍ୟବହାର ଓ କ୍ଷୟ ପ୍ରଭୃତି ସମସ୍ତ ପ୍ରକ୍ରିୟା ମନୁଷ୍ୟ ଦ୍ୱାରା ସମାହିତ ହୋଇଥାଏ। ତେଣୁ ମନୁଷ୍ୟକୁ ସମ୍ବଳ ସଂସ୍ଥା ମଧ୍ୟ କୁହାଯାଏ। ତା କିଛି ରହିଛି ପାର୍ଥକ୍ୟ ଦର୍ଶାଅ ଜୈବ ସମ୍ବଳ ଓ ଅଜୈବ ସମ୍ବଳର। ଜୈବମଣ୍ଡଳ ଅନ୍ତର୍ଗତ ସଜୀବ ବସ୍ତୁକୁ ଜୈବ ସମ୍ବଳ ମଧ୍ୟ କୁହାଯାଏ। ମନୁଷ୍ୟ, ପ୍ରାଣୀ, ଉଦ୍ଭିଦ, ଅଣୁଜୀବ, ପଶୁପକ୍ଷୀ, ମାଛ ଇତ୍ୟାଦି। ଅଜୈବ ବା ନିର୍ଜୀବ ବସ୍ତୁ ଗୁଡ଼ିକ ଅଜୈବ ସମ୍ବଳର ଅନ୍ତର୍ଗତ। ଭୂମି, ଶିଲା, ଜଳ, ମୃତ୍ତିକା, ଖଣିଜ ପଦାର୍ଥ ଇତ୍ୟାଦି ଏହି ଶ୍ରେଣୀର। ଆଉ କିଛି ରହିଛି ସମ୍ବଳ ଓ ମାନବ ସମ୍ବଳ, ଗଚ୍ଛିତ ସମ୍ବଳ, ବିକଶିତ ସମ୍ବଳ। ସମ୍ବଳର ରୂପାନ୍ତରକରଣ ପ୍ରକ୍ରିୟା ମଧ୍ୟରେ କିଛି ଲେଖ ହୋଇଛି। ସମ୍ବଳକୁ ବିଭିନ୍ନ ଉପାୟରେ ରୂପାନ୍ତରିତ କରି ବ୍ୟବହାର ଉପଯୋଗୀ କରାଯାଇଥାଏ। ଏହି ପ୍ରକ୍ରିୟାରେ ପ୍ରାକୃତିକ ପରିବେଶର ପ୍ରକୃତି, ମନୁଷ୍ୟ, ପ୍ରଦ୍ୟୋଗ ଓ ଅନୁଷ୍ଠାନ ମଧ୍ୟରେ ପରସ୍ପର ନିର୍ଭରଶୀଳତା ଉପରେ ନିର୍ଭର କରିଥାଏ। ସାଂସ୍କୃତିକ ସମ୍ବଳ କାହାକୁ କୁହାଯାଏ? ମନୁଷ୍ୟ ନିଜ ଦକ୍ଷତା ଓ କାରିଗରୀ ଜ୍ଞାନ କୌଶଳ ମାଧ୍ୟମରେ ପ୍ରାକୃତିକ ସମ୍ବଳକୁ ରୂପାନ୍ତରିତ କରି ବିଭିନ୍ନ ଉପାୟରେ ବ୍ୟବହାର ଉପଯୋଗୀ ସମ୍ବଳ ସୃଷ୍ଟି କରେ। ତାହାକୁ ସାଂସ୍କୃତିକ ସମ୍ବଳ କୁହାଯାଏ। ମନୁଷ୍ୟ ଉଦ୍ଭିଦ, ସାଂସ୍କୃତିକ ଓ ଅର୍ଥନୈତିକ ଅନୁଷ୍ଠାନ, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ, ଅର୍ଥ ଲଗାଣ, ଅର୍ଥ ସଞ୍ଚାଳନ, ସାମାଜିକ, ରାଜନୈତିକ ଅନୁଷ୍ଠାନ ଏହି ସମ୍ବଳର ଅନ୍ତର୍ଗତ। ସମ୍ବଳ ସଂରକ୍ଷଣ ତିନୋଟି ଉପାୟ ଲେଖ। ସମ୍ବଳ ବ୍ୟବହାର ଯଥୋଚିତ ହ୍ରାସ କରିବା, ସମ୍ବଳ ପୁନଃଚକ୍ରଣ କୌଶଳ ଅବଲମ୍ବନ, ସମ୍ବଳର ପୁନଃବ୍ୟବହାର ମାଧ୍ୟମରେ ସମସ୍ତ ପ୍ରକାର ସମ୍ବଳର ସଂରକ୍ଷଣ। ବନ୍ୟଜନ୍ତୁ ସଂରକ୍ଷଣ ନିମନ୍ତେ IUCN ବନ୍ୟଜନ୍ତୁକୁ କେତୋଟି ଜାତିରେ ସଂଖ୍ୟା ପ୍ରତି ଦୃଷ୍ଟି ଦେଉଛି। ବିଲୁପ୍ତ ବା ନିଶ୍ଚିହ୍ନ ଜାତି, ଅସୁରକ୍ଷିତ ଜାତି, କମ୍ ଜଣାଥିବା ବା ଅଜଣା ଜାତି, ବିପଦ ସଂକୁଳ ଜାତି, ଦୁର୍ଲଭ ଜାତି। କିଛି ସଂକ୍ଷିପ୍ତ ଟିପ୍ପଣୀ ଲେଖ। ପ୍ରାକୃତିକ ସମ୍ବଳ, ଜାତୀୟ ସମ୍ବଳ, ଧାରଣୀୟ ବିକାଶ ସମ୍ବଳ। ପ୍ରାକୃତିକ ସମ୍ବଳ ତିନିଟା ହେଉଛି ପ୍ରାକୃତିକ ଥିବା ଯେଉଁ ପଦାର୍ଥ ଓ ଶକ୍ତି ଦ୍ୱାରା ମନୁଷ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହୋଇଥିବା ସେଗୁଡ଼ିକୁ ପ୍ରାକୃତିକ ସମ୍ବଳ କୁହାଯାଏ। ଭୂମି, ମୃତ୍ତିକା, ଅରଣ୍ୟ, ବନ୍ୟପ୍ରାଣୀ, ଜଳବାୟୁ, ଖଣିଜ ପଦାର୍ଥ, ଶକ୍ତି ଇତ୍ୟାଦି ଏହି ସମ୍ବଳର ଅନ୍ତର୍ଗତ। ଜାତୀୟ ସମ୍ବଳ ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳ, ସାଂସ୍କୃତିକ ସମ୍ବଳ, ମାନବ ସମ୍ବଳ ଇତ୍ୟାଦିକୁ ଜାତୀୟ ସମ୍ବଳ କୁହାଯାଏ। ଦେଶର ସମୃଦ୍ଧି ଓ ବିକାଶ ଏହି ସମ୍ବଳ ଉପରେ ନିର୍ଭରଶୀଳ। ରାସ୍ତାଘାଟ, କେନାଲ, ରେଳପଥ, ଖଣିଜ ପଦାର୍ଥ, ଜଳ, ଅରଣ୍ୟ, ବନ୍ୟପ୍ରାଣୀ, ସମୁଦ୍ର ଉପକୂଳ ଠାରୁ
ସମୁଦ୍ର ଆଡ଼କୁ ପ୍ରାୟ 12 ନଟିକାଲ ମାଇଲ ଦୂରତା ପର୍ଯ୍ୟନ୍ତ ଏହି ସମ୍ବଳ ଅନ୍ତର୍ଗତ। ଧାରଣୀୟ ବିକାଶ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ସମ୍ବଳର ବିନିଯୋଗର ଆବଶ୍ୟକତା ତଥା ଆଗାମୀ ବଂଶଧର ପାଇଁ ସେଗୁଡ଼ିକର ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଧାରଣୀୟ ବିକାଶ କୁହାଯାଏ। କିଛି ଅତି କ୍ଷୁଦ୍ର ପ୍ରଶ୍ନ ଉତ୍ତର ଅଛି, ଯେପରି ହେଲା ଅକ୍ଷୟ ସମ୍ବଳ, ସରନ୍ତି ସମ୍ବଳ, ବ୍ୟକ୍ତିଗତ ସମ୍ବଳ, ସଂରକ୍ଷିତ ସମ୍ବଳ, ସମ୍ବଳ ସଂରକ୍ଷଣ।